गुड इवनिंग फ्रेंड्स। टुडे टॉपिक होची हमर डायबिटिक रेटिनोपैथी। ଆପଣ ଜାଣିଛନ୍ତି ଯଦି ଲମ୍ବା ଆମର ଡାଇବେଟିସ୍ ରହେ ଏବଂ ସେଥିରେ ଯଦି ସୁଗର କଣ୍ଟ୍ରୋଲ ନ ହୁଏ ତାହେଲେ ଆଖି ଖରାପ ହେଇଯାଏ ଏବଂ ଆଖି ଖରାପର ଆଖିର ସବୁ ପ୍ରକାର ଇନଫେକ୍ସନ୍ ହେଇପାରିବ। କଞ୍ଜକ୍ଟିଭାଇଟିସ୍ ହେଇପାରିବ, କେରାଟାଇଟିସ୍ ହେଇପାରିବ, କିନ୍ତୁ ମୋଷ୍ଟ କମନ୍ ଆଖି ଯେଉଁଟା ଆମର ପ୍ରୋବ୍ଲେମ୍ ହୁଏ ସେଟା ହେଉଛି ଡାଇବେଟିକ୍ ରେଟିନୋପାଥି। ଡାଇବେଟିକ୍ ରେଟିନୋପାଥି ମାନେ ଆଗେ ରେଟିନାଟା ହିଁ ଡ୍ୟାମେଜ୍ ହେବା ଆରମ୍ଭ କରେ। ଆମର ଆଖିର ବିଭିନ୍ନ ପାର୍ଟ ରହିଛି। ଫାଷ୍ଟ ଯେଉଁଟା ଦେଖୁଛୁ ଆମେ, ଯେଉଁଟା କଳାଟା ଦେଖାହେଉଛି ସେଟା ହେଉଛି କଞ୍ଜକ୍ଟିଭା। କଞ୍ଜକ୍ଟିଭା ଭିତରେ ଅଛି କର୍ନିଆ ଏବଂ କର୍ନିଆ ଭିତରକୁ ରହିଛି ଲେନ୍ସ ଏବଂ ଲେନ୍ସ ପୁରା ପଛକୁ ରହୁଛି ଆମର ରେଟିନା, ଯାହା ଉପରେ ଇମେଜଟା ପଡ଼ିକି ରିଫ୍ଲେକ୍ସନ୍ ହେଇକି ଆମେ ଦେଖୁଛୁ। ମାନେ ବହୁତ କମ୍ପ୍ଲିକେଟେଡ୍ ଫିଜିଓଲୋଜି, ବଟ୍ ଭଗବାନ ତାକୁ ଏମିତି ବନେଇଛନ୍ତି ଆପଣ ଆଶ୍ଚର୍ଯ୍ୟ ହେଇଯିବେ। ହଁ, ତ ସେଇ ଯେଉଁ ରେଟିନାଟା ହିଁ ଆଗେ ଖରାପ ହେଇଯାଏ। କାହିଁକି ଖରାପ ହେଇଯାଏ ନା ଆମର ଯେଉଁ ବ୍ଲଡ଼ ଭେସେଲ ଗୁଡ଼ା ସେଟା ରେଟିନା ପର୍ଯ୍ୟନ୍ତ ଆସିଛି। ଆଖିର ଯେଉଁ ଏଇଟା ମନେକର ମୋ ଆଖି, ଆଖି ପଛପଟେ ଯେଉଁ ଅଛି ରେଟିନାଟା ଅଛି, ସେ ରେଟିନା ଯାଇ ମୋର ବ୍ଲଡ଼ ସପ୍ଲାଏ ଅଛି। ଏପଟେ ଏରିଆକୁ ବ୍ଲଡ଼ ସପ୍ଲାଏ ମୋର ନାହିଁ। ଏଇ ଯେଉଁ କଞ୍ଜକ୍ଟିଭା କର୍ନିଆ, ଏଠି ବ୍ଲଡ଼ ସପ୍ଲାଏ ନାହିଁ। ତେଣୁ ଯେଉଁଠି ବ୍ଲଡ଼ ସପ୍ଲାଏ ଅଛି, ଡାଇବେଟିସ୍ ହେଲେ କ'ଣ ହେବ ନା ଯେଉଁ ଆପଣଙ୍କର ଯେଉଁ ବ୍ଲଡ଼ କ୍ୟାପିଲାରୀ ଗୁଡ଼ା ବ୍ଲକ୍ ହେଇଯିବ। କାହିଁକିନା ଯେହେତୁ ସୁଗର ଅଧିକା ରହିଲା, ବ୍ଲଡ଼ କ୍ୟାପିଲାରୀ ବ୍ଲକ୍ ହେଇଯିବ। ବ୍ଲଡ଼ କ୍ୟାପିଲାରୀ ବ୍ଲକ୍ ହେଇଗଲେ ସେଇଟା ଧୀରେ ଧୀରେ, ଇଟ୍ ଇଜ୍ ୱାନ୍ ଅଫ୍ ମେକାନିଜିମ୍, ଅଦର ମେକାନିଜିମ୍ ବି ଅଛି, ବଟ୍ ଦ୍ୟାଟ୍ ଇଜ୍ ୱାନ୍ ମେକାନିଜିମ୍ ଯେଉଁଥିରେ ଆମର ରେଟିନାଟା ଆଗେ ଡ୍ୟାମେଜ୍ ହେବା ଆରମ୍ଭ କରିଦିଏ। ତ ଆଜି ଆମେ ସେଇଟା ଡିସ୍କସନ୍ କରିବା ଯେ ଡାଇବେଟିକ୍ ରେଟିନୋପାଥିଟା କ'ଣ ଏବଂ ଏବଂ ଏଇଟା କେମିତି ଆମେ ତାର ପ୍ରିଭେନ୍ସନ୍ କେମିତି କରିବା, ତାକୁ ଜାଣିବା କେମିତି ଏବଂ କେତେ ଶୀଘ୍ର ଆମେ ତାର ଟ୍ରିଟମେଣ୍ଟ କରିବା, ଏସବୁ ଜିନିଷ ଆଜି ଆମେ ଜାଣିବା। ସୋ ସୋ ଡାଇବେଟିକ୍ ରେଟିନୋପାଥି ବର୍ତ୍ତମାନ ଆମ ଆଖି ଭିତରେ, ଏଇଟା ଯେଉଁ ଆପଣ ଦେଖିପାରୁଛନ୍ତି, ଏଇଟା ଦେଖାହେଉଛି, ଆପଣଙ୍କୁ ଦେଖାହେଉଥିବ। ଏଇ ଯେଉଁ ଆମର ଗୋଲ ଗୁଡ଼ା, ଏଗୁଡ଼ା ହେଉଛି ଆମର ଆଖି ଭିତରର ରେଟିନାର ପିକ୍ଚର, ଯେଉଁଟାକି ଆମର ଅପଥାଲମୋସ୍କୋପ୍ ପକେଇକି ଏଗୁଡ଼ା ଏଇ ପିକ୍ଚର ଗୁଡ଼ା ଉଠାଯାଏ। ଏବଂ ଏ ଯେଉଁ ରେଟିନୋପାଥି ହୁଏ, ଇଟ୍ ଇଜ୍ ପ୍ରିଭେଣ୍ଟେବଲ୍। ଏଟାକୁ ପ୍ରିଭେନ୍ସନ୍ କରିହେବ ଯଦି ଆମେ ତାକୁ ଆର୍ଲି ଡାୟଗ୍ନୋସିସ୍ କରୁଛୁ ବା ଆମର ସୁଗରକୁ କଣ୍ଟ୍ରୋଲରେ ରଖୁଛୁ, ତାହେଲେ ଦିସ୍ ଡାଇବେଟିକ୍ ରେଟିନୋପାଥି କ୍ୟାନ୍ ବି ପ୍ରିଭେଣ୍ଟେବଲ୍। ଏବଂ ରୁଟିନ୍ ଆମେ ତାକୁ ଫଣ୍ଡସ୍ ଏକ୍ଜାମିନେସନ୍ ଯଦି କରୁଛୁ, ଠିକ୍ ସମୟରେ ଆଖି ଡାକ୍ତରଙ୍କ ପାଖରେ ଯାଇ ଟ୍ରିଟମେଣ୍ଟ ନେଲୁ, ତେଣୁ ସେଇଟା ପ୍ରିଭେଣ୍ଟେବଲ୍। ବହୁତ ସମୟରେ ଆମର ପ୍ରୋଗ୍ରାମରେ ମଧ୍ୟ ଆମେ ଆଖି ଡାକ୍ତରଙ୍କୁ ଡକେଇକି ମଧ୍ୟ ଏ ଯେଉଁ ଆମର ସ୍କ୍ରିନିଂ ମଧ୍ୟ କରେଇଥାଉ, ବା ବହୁତ ସମୟରେ ଆମେ ଲେଖିଦେଉଛୁ ଡାଇବେଟିକ୍ ରେଟିନୋପାଥିର ସ୍କ୍ରିନିଂ ଗୋଟେ କରେଇଦେବେ, ଯେଉଁଥିରେ ଆଖିରେ ତାଙ୍କର ଗୋଟେ ଲେୟାର ଥାଏ, ଗୋଟେ ଯେଉଁ ଅପଥଲମୋସ୍କୋପ୍ ଥାଏ, ଯେଉଁଥିରେ ସେମାନେ ଦେଖିକି ଜାଣିଦେବେ। ଏବଂ ରିସ୍କ ଅଫ୍ ଡାଇବେଟିକ୍ ରେଟିନୋପାଥି ହେଉଛି ଆପଣଙ୍କର ଟାଇପ୍ 1ର 70% ଏବଂ ଟାଇପ୍ 2 ଡାଇବେଟିସ୍ ଅନ୍ ଇନ୍ସୁଲିନ୍। ଯିଏ ଇନ୍ସୁଲିନ୍ ନେଉଛି ତାର ରିସ୍କ ବହୁତ ଅଧିକା। ତ ସେ ଜିନିଷଟାକୁ ଆମେ ମାଇଣ୍ଡରେ ରଖିବା ଯେ ଇନ୍ସୁଲିନ୍ ଯଦି ନେଉଛୁ ତାହେଲେ ଆମେ ଡାଇବେଟିକ୍ ଆଖି ପରୀକ୍ଷାଟା ନିହାତି କରିବା, ରେଟିନୋପାଥି ହେବାର ଚାନ୍ସ ଅଛି। ଏବଂ ଟାଇପ୍ 2 ଯେଉଁଟା ଯିଏ ଇନ୍ସୁଲିନ୍ ନେଉନି, ମେଡ଼ିସିନରେ ଅଛି, ତାର ଚାନ୍ସ ହେଉଛି 40%। ଏବଂ ରେଟିନୋପାଥି ହେଇଗଲେ ଆପଣଙ୍କୁ ଝାପ୍ସା ଦେଖାଯିବ। ବହୁତ ସମୟରେ ଡାଇବେଟିସ୍ରେ ମଧ୍ୟ ଯେଉଁ ଡାଇଗ୍ନୋସିସ୍ଟା ମଧ୍ୟ ଝାପ୍ସା ଦେଖାଯିବା ଯୋଗୁଁ କରାଯାଏ, ସେଇଟା ରେଟିନୋପାଥି ଅଲରେଡ଼ି ଡେଭଲପ୍ ହେଇଯାଇଥାଏ। ଆମେ ଯେଉଁ କହୁ ଯେଉଁ ଆର୍ଲି ଡାଇଗ୍ନୋସିସ୍, ବହୁତ ସମୟରେ ଡାଇବେଟିସ୍ର ଯେଉଁ ଟାୟାର୍ଡନେସ୍, ପଲିୟୁରିଆ, ପରିସ୍ରା ଲାଗିବା, ଭୋକ ଲାଗିବା, ଥକା ଲାଗିବା, ଏବଂ ସେଥିରେ ଆଉ ଗୋଟେ ମଧ୍ୟ ସେଇଟା ବ୍ଲର୍ଡ ଭିଜନ୍, ଯଥା ଅର୍ଥାତ୍ କମ୍ ଦେଖାଯିବା, ଏବଂ ସେଇଟାକୁ ଆମର ଡାଇବେଟିକ୍ ରେଟିନୋପାଥି କୁହାଯାଏ। ବହୁତ ସମୟରେ ସେଇଟା ପେସେଣ୍ଟ ଜାଣିପାରେନି, ତାର ଡାଇବେଟିସ୍ ହେଇକି ଅଲରେଡ଼ି ରେଟିନୋପାଥି ଡେଭଲପ୍ ହେଇଯାଏ। ଏବଂ ସେଥିପାଇଁ ଆମକୁ ବହୁତ ପ୍ରିକସନ୍ ନେବା ପାଇଁ ପଡ଼ିବ ଯେ ଆଖିଟାକୁ ଆମେ, ବିକଜ ଆଖି ଗୋଟେ ବହୁତ ମେଜର ଅର୍ଗାନ୍ ଆମ ବଡ଼ିରେ, ଆମେ ସେଟାକୁ ଅଟମୋଷ୍ଟ କେୟାର ନେବା କଥା। ଏବଂ ଏହାର ରିସ୍କ ଫ୍ୟାକ୍ଟର କ'ଣ ଅଛି ନା ଡାଇବେଟିସ୍ କେତେ ବର୍ଷ ଅଛି, ମିନିମମ୍ 5ରୁ 10 ବର୍ଷ ଯଦି ଅଧିକା ହେଇଗଲା ତାହେଲେ ୟୁ ହେଭ୍ ଟୁ ଟେକ୍ ଦ ରିସ୍କ ଇଜ୍ ଇନକ୍ରିଜିଂ। ପୁର୍ କଣ୍ଟ୍ରୋଲ ଅଫ୍ ଡାଇବେଟିସ୍, ଯଦି ସୁଗର କଣ୍ଟ୍ରୋଲ ନହେଲା, ଯଦି ହାଇପର ଟେନସନ୍ ଅଛି ଡାଇବେଟିସ୍ ସହିତ, ତାହେଲେ ରେଟିନୋପାଥି ହେବାର ଚାନ୍ସ ଅଛି। ଏବଂ ଖାଲି ହାଇପର ଟେନସନ୍ ଯଦି ଆପଣଙ୍କର କଣ୍ଟ୍ରୋଲରେ ରହୁନି, ବ୍ଲଡ଼ ପ୍ରେସର ଯେଉଁଟା କଣ୍ଟ୍ରୋଲରେ ରହୁନି, ସେଥିରେ ମଧ୍ୟ ରେଟିନୋପାଥି ହେବାର ଚାନ୍ସ ଅଛି। ଦେନ୍ ଦେର୍ ଇଜ୍ ନେଫ୍ରୋପାଥି, ଦେନ୍ ଓବେସିଟି, ହାଇପରଲିପିଡେମିଆ, କୋଲେଷ୍ଟ୍ରଲ ଅଧିକା ଯଦି ରହିଲେ, ସ୍ମୋକିଂ, ପ୍ରେଗନେନ୍ସିରେ ମଧ୍ୟ ଗୋଟେ ରିସ୍କ ଫ୍ୟାକ୍ଟର। ଏବଂ ଏଇଟା ତାର ମେକାନିଜିମ୍ ଯେଉଁଟା ଏତେ ଦରକାର ନାହିଁ। ଏ ଦିସ୍ ଇଜ୍ ଆର୍ ଡିଫରେଣ୍ଟ ପାଥୱେ ଯେଉଁଥିରେ ରେଟିନାଟା ଡ୍ୟାମେଜ୍ ହୁଏ ଏବଂ ରେଟିନା ଡ୍ୟାମେଜ୍ ହେଲା ପରେ
ଆପଣଙ୍କର ବ୍ଲଡ଼ ଫ୍ଲୋ ଯେଉଁଟା କହୁଥିଲି ଯେ ବ୍ଲଡ଼ ଫ୍ଲୋ ବ୍ଲକ୍ ହେଇଯାଏ। ବ୍ଲକ୍ ହେଇଗଲା ପରେ ଧୀରେ ଧୀରେ ରେଟିନାଟା ଯେଉଁ ବ୍ଲଡ଼ ରେଟିନାଲ ବ୍ୟାରିୟର ବ୍ରେକଡାଉନ୍ ହେଇଯାଏ। ହେଲା ପରେ ଧୀରେ ଧୀରେ ସବୁ ଏଣ୍ଡୋଥେଲିଆଲ ସେଲ୍ ଗୁଡ଼ା ଡ୍ୟାମେଜ୍ ହେଇଯାଏ। ତ ଏଇଟା ବହୁତ ଏବଂ ଏଥିରେ ଆମର ଦେଖିବା ସବୁ ତାକୁ ଯେଉଁ ମାଇକ୍ରୋସ୍କୋପରେ ସେସବୁ ଜିନିଷ ଦେଖାଯିବ ଯେଉଁଟା କୁହନ୍ତି ମାଇକ୍ରୋ ଏନ୍ୟୁରିଜିମ୍ ଲିକ୍ ହେଇଥାଏ ବା ରେଟିନାଲ ଇଡିମା ବା ଏକ୍ସୁଡେଟ୍ସ ଥାଏ। କାରଣ ଅଲରେଡ଼ି ଲିକ୍ ହେଇଗଲେ ଆମର ଏକ୍ସୁଡେଟ୍ ଆସିବ। ସୋ ପାଥୋଜେନେସିସ୍ ରେ କ'ଣ ହୁଏ ନା ପ୍ରଥମେ ଗୋଟେ ନନ୍ ପ୍ରଲିଫେରେଟିଭ୍ ରେଟିନୋପାଥି ହୁଏ, ତାପରେ ପ୍ରଲିଫେରେଟିଭ୍ ହେଇଯାଏ, ତାପରେ ଭିଟ୍ରିୟସ୍ ଡ୍ୟାମେଜ୍ ହୁଏ। ଭିଟ୍ରିୟସ୍ ଡ୍ୟାମେଜ୍ ମାନେ ଆମ ଆଖି ଭିତରେ ଯେଉଁ ପାଣିଟା ଅଛି ସେଇଟା ହେଉଛି ଭିଟ୍ରିୟସ୍। ଏବଂ ଗୋଲ୍ଡ ଷ୍ଟାଣ୍ଡାର୍ଡ ହେଉଛି ଆମର ଯେଉଁ ଅପଥଲମୋସ୍କୋପିକ୍ ଫାଇଣ୍ଡିଙ୍ଗ ଯେଉଁଟାକି ଡାଇଲେଟ୍ କରିକି କରାଯାଏ। ସୋ କ୍ଲାସିଫିକେସନ୍ ରେଟିନୋପାଥି ଦୁଇ ପ୍ରକାର, ଗୋଟେ ନନ୍ ପ୍ରଲିଫେରେଟିଭ୍ ଯେଉଁଟା ମାଇଲ୍ଡ ମଡରେଟ୍ ସିଭିୟର, ତାପରେ ପ୍ରଲିଫେରେଟିଭ୍ ଯେଉଁଟା ଆଡ଼ଭାନ୍ସ, ଏବଂ ତାପରେ ଇଡିମା ହେଇଯାଏ। ମ୍ୟାକୁଲାର ଇଡିମା ଆପଣ ଦେଖିଥିବେ ଡାଇବେଟିସ୍ ହେଇଗଲା ପରେ ପୁରା ଆଖି ପୁରା ସେମାନେ ବ୍ଲାଇଣ୍ଡ ହେଇଯାଆନ୍ତି କାହିଁକିନା ପାଣି ଜମା ହେଇଯାଏ। ସେଇଟା ହେଉଛି ମ୍ୟାକୁଲାର ଇଡିମା ଏବଂ ସେ ଜମାରୁ ଦେଖାଯିବନି, ଦ୍ୟାଟ୍ ଇଜ୍ ଅଲ୍ଟିମେଟ୍ ବ୍ଲାଇଣ୍ଡନେସ୍। ଏବଂ ମାଇଲ୍ଡ ମଡରେଟ୍ ଯେଉଁ ନନ୍ ପ୍ରୋଲିଫେରେଟିଭ୍ ଏଥିରେ କିଛି କିଛି ଦେଖାଯିବ, ବଟ୍ ଇଡିମା ହେଇଗଲା ସେଥିରେ ବ୍ଲାଇଣ୍ଡନେସ୍ ପୁରା ଆସିଯିବ। ଏବଂ ଯାହାକୁ ଆଖିର ସବୁ ପରୀକ୍ଷା କଲେ ଏଗୁଡ଼ା ସବୁ ନର୍ମାଲ ରେଟିନା ଏବଂ ରେଟିନୋପାଥି ହେଇଗଲେ ଏଗୁଡ଼ା ଏଇସବୁ ଫାଇଣ୍ଡିଙ୍ଗ ଗୁଡ଼ା ଆସିବ। ଏନ୍ୟୁରିଜିମ୍, ବ୍ଲଡ଼ ଭେସେଲ୍ ଗୁଡ଼ା ଡ୍ୟାମେଜ୍ ହେଇଯାଇଥିବ, ବିଭିନ୍ନ ପ୍ରକାର ଏକ୍ସୁଡେଟ୍ ଏଠି ଜମା ହେଇଯାଇଥିବ। ତ ଏଇସବୁ ଜିନିଷ ରହିଛି ଏବଂ ସେଥିପାଇଁ ଆପଣମାନଙ୍କୁ ବହୁତ ଜରୁରୀ ଯେ ଆଖି ଟେଷ୍ଟ ଆମେ ରେଗୁଲାର କରିବା। ଯଦି ଡାଇବେଟିସ୍ ଅଛି ରେଗୁଲାର ଆଖି ଟେଷ୍ଟ କରିବା ଏବଂ ତାର ମଧ୍ୟ ଗାଇଡ଼ଲାଇନ୍ ଅଛି ଯେ ଯଦି ଇନ୍ସୁଲିନ୍ ନେଉଛନ୍ତି ୟୁ ଗୋ ଫର୍ ଏଭ୍ରି 1 ମନ୍ଥ। ଯଦି ଇନ୍ସୁଲିନ୍ ନେଉନାହାନ୍ତି ତାହେଲେ 6 ମାସରେ ଥରେ ଆଟଲିଷ୍ଟ ପରୀକ୍ଷା କରନ୍ତୁ, 6 ମାସରେ ଥରେ। ଏବଂ ସିଭିଅର ମଧ୍ୟ ହେଲା, ସିଭିଅର ହେଲେ ଆପଣଙ୍କର ଅଧିକ ଡ୍ୟାମେଜ୍ ଦେଖାହେବ ହେଲା କି। ଏବଂ ତାର ଗାଇଡ଼ଲାଇନ୍ ମଧ୍ୟ ଅଛି ଯେଉଁଟାକି ଆପଣମାନଙ୍କ ପାଇଁ ବେଶୀ ଦରକାର ନାହିଁ। ତ ସେଥିପାଇଁ ଯେଉଁ ବେସିକ୍ ଜିନିଷ ଗୁଡ଼ାକ ମୁଁ କଭର କରୁଛି ଯେ ଇଡିମା ହେଇଯିବ, ଯେତେବେଳେ ପୁରା ଇଡିମା ହେଇକି ପାଣି ଜମା ହେଇଯିବ ଆଖିରେ ଆପଣଙ୍କୁ ଆଉ ଜମାରୁ ଦେଖାଯିବନି, ତ ତାର ପିକ୍ଚରଟା ଏମିତି ଆସିବ ପୁରା। ଏବଂ ପ୍ରୋଲିଫେରେଟିଭ୍ ରେଟିନୋପାଥି ହେଇଯିବ ଏବଂ ଏଇଭଳି ପିକ୍ଚର ସବୁ ଆସିବ। ଏବଂ ତାକୁ ଆମେ ଜାଣିପାରିବା ଫ୍ଲୋରୋସେନ୍ ଆଞ୍ଜିଓଗ୍ରାଫି କରିକି ମଧ୍ୟ ଆମେ ଜାଣିପାରିବା ଏକ୍ଜାକ୍ଟଲି କେଉଁ କେଉଁ ଜାଗାରେ ଡ୍ୟାମେଜ୍ ହେଇଛି ଏବଂ ସେଇ ଜାଗାରେ ମଧ୍ୟ ଫଟୋ କୋଆଗୁଲେସନ୍ କରାଯାଇକି ତାର ଡ୍ୟାମେଜ୍ କଣ୍ଟ୍ରୋଲ କରାଯାଇପାରିବ। ତାର ଟ୍ରିଟମେଣ୍ଟ ମଧ୍ୟ ଅଛି। କମ୍ପ୍ଲିକେସନ୍ କ'ଣ କ'ଣ ହେବ ନା ଆପଣଙ୍କର ଯେଉଁଟା ମୁଁ କହିଲି ଭିଟ୍ରିୟସ୍ ହେମରେଜ୍ ଅର୍ଥାତ୍ ପାଣିଟା ସେଇଟା ଜମା ହେଇଯିବ। ଟ୍ରାକ୍ସନାଲ ରେଟିନାଲ ଡିଟାଚମେଣ୍ଟ ଅର୍ଥାତ୍ ରେଟିନାଟା ଆଖିରୁ ପୁରା ଅଲଗା ହେଇଯିବ। ରୁବିଓସିସ୍ ଆଇରିଡିସିସ୍ ଅର୍ଥାତ୍ ଆଇରିସ୍ଟା ମଧ୍ୟ ଆମର ଇନଫେକ୍ସନ୍ ହେଇଯିବ। ଗ୍ଲୋକୋମା ଗୋଟେ ଆଖିର ରୋଗ ଯେଉଁଟା ଆଖିର ପ୍ରେସର ବଢ଼ିଯାଏ ଏବଂ ଅଲ୍ଟିମେଟ୍ କ'ଣ ହେବ ନା ବ୍ଲାଇଣ୍ଡନେସ୍ ହେବ। ତ ଏଇସବୁ ହେମରେଜ୍ ହେବ। ରେଟିନାଲ ଡିଟାଚମେଣ୍ଟ ଯେଉଁଟା ପୁରା ଆଖିରୁ ରେଟିନାଟା ଅଲଗା ହେଇଯିବ ହେଲା କି, ଏବଂ ଏଇ ଯେଉଁ ଆଇରିସ୍ଟା ଆମର ପୁରା ରେଡ୍ ହେଇଯିବ। ତ ଏଇସବୁ ଜିନିଷ ରହିଛି। ତାପରେ ଗ୍ଲୁକୋମା ମଧ୍ୟ ରହିବ ଯେଉଁଟାକି ନିଓଭସ୍କୁଲାର ଗ୍ଲୁକୋମା କୁହାହେଉଛି। ଆଖିର ପ୍ରେସର ବଢ଼ିଯିବ ହେଲା କି, ଆଖିର ପ୍ରେସର ବଢ଼ିଯିବ। ତେଣୁ ଏଇସବୁ ଜିନିଷରେ ଆମେ କ'ଣ କରିବା, ବ୍ଲାଇଣ୍ଡନେସ୍ ହେଇଯିବ ଅଲ୍ଟିମେଟ୍। ଯଦି ଆମେ ନେଗ୍ଲେକ୍ଟ କଲୁ, ଆଖିକୁ ଟେଷ୍ଟ ନ କଲୁ ଡାଇବେଟିସ୍ ରେଟିନୋପାଥି ଡେଭଲପ୍ ହେଲା ପରେ ମଧ୍ୟ, ତାହେଲେ ୱିଲ୍ ଗୋଇଂ ଟୁ ବି ବ୍ଲାଇଣ୍ଡ। ଆଖି ପରେ ଆପଣ ଦେଖିଥିବେ ବହୁତ ଡାଇବେଟିସ୍ ପେସେଣ୍ଟ ସେମାନେ ମାନେ ଆଖି ମାନେ ଦେଖାଯାଏନି, ବ୍ଲାଇଣ୍ଡ ହେଇଯାଆନ୍ତି ବିକଜ ସେମାନେ ଆର୍ଲି ଯେଉଁ ଟ୍ରିଟମେଣ୍ଟଟା ନେବା କଥା ସେମାନେ ନିଅନ୍ତି ନାହିଁ। ଏବଂ ଥରେ ଆପଣଙ୍କର ଆଖି ଗୋଟେ ଜିନିଷ ସେଇଟା ଆଉ ରିଭର୍ସିବୁଲ୍ ନୁହଁ। ଥରେ ବ୍ଲାଇଣ୍ଡନେସ୍ ଡେଭଲପ୍ ହେଇଗଲା ପରେ ଆଉ କିଛି କରିହେବନି। ବ୍ଲାଇଣ୍ଡନେସ୍ ଯାଏଁ ଆସିନି, ୱି କ୍ୟାନ୍ ପ୍ରିଭେନ୍ସନ୍ ଆମେ ସେ ଜାଗାରେ କରିପାରିବୁ। ଆମର ଯେଉଁ ରିଭର୍ସାଲ୍ ଟ୍ରିଟମେଣ୍ଟ ଆପଣ ନେଲେ ସେଠି ପ୍ରିଭେନ୍ସନ୍ ହେବ ବା ଆପଣଙ୍କର ଯେଉଁ ଲାଇଫଷ୍ଟାଇଲ୍ ମଡ଼ିଫିକେସନ୍ ଅଛି ତାକୁ ନେଲେ ପ୍ରିଭେନ୍ସନ୍ ହେବ। ଏବଂ କେତେ ଗୁଡ଼ା ଇଞ୍ଜେକ୍ସନ୍ ମଧ୍ୟ ଅଛି, ଯେଉଁ VEGF ଇଞ୍ଜେକ୍ସନ୍ ଅଛି ତାକୁ ନେଲେ ମଧ୍ୟ ପ୍ରିଭେନ୍ସନ୍ ହେବ। ବା ଫଟୋ କୋଆଗୁଲେସନ୍ ଗୋଟେ ଟ୍ରିଟମେଣ୍ଟ ଅଛି ତାକୁ ନେଲେ ମଧ୍ୟ ପ୍ରିଭେନ୍ସନ୍ ହେବ। କିନ୍ତୁ ଯଦି ଥରେ ବ୍ଲାଇଣ୍ଡନେସ୍ ହେଇଗଲା ଆମେ ଆଉ କିଛି କରିପାରିବୁ ନାହିଁ। ବହୁତ ସମୟରେ ଲୋକ ବ୍ଲାଇଣ୍ଡନେସ୍ ପରେ ମଧ୍ୟ ଗୋଟେ ଆଶାରେ ଆସନ୍ତି ଯେ ଆମେ ଆପଣଙ୍କ ପ୍ରୋଗ୍ରାମ୍ ଜଏନ୍ କରିବୁ। ମୁଁ କ୍ଲିଅରଲି କହିଥାଏ ଯେ ଆପଣଙ୍କର ଇମ୍ପ୍ରୁଭମେଣ୍ଟ ଆଖିର ଭିଜନ୍ ଇମ୍ପ୍ରୁଭମେଣ୍ଟ କିଛି ହେବ ନାହିଁ। ହୁଏତ ଆପଣଙ୍କର ସୁଗର କଣ୍ଟ୍ରୋଲ ହେଇକି ହୁଏତ ଇନ୍ସୁଲିନ୍ ଆମେ କିଛିଟା କମେଇ ଦେଇପାରିବା, କିନ୍ତୁ ଆଖିର ଯେଉଁ ବ୍ଲାଇଣ୍ଡନେସ୍ଟାକୁ କରିହେବ ନାହିଁ। ତ ସେଥିପାଇଁ ବହୁତ ଆମେ କନସିୟସ୍ ରହିବା ଜରୁରୀ। ବହୁତ ନିଜକୁ ଏଇଟା ବହୁତ ଇମ୍ପୋର୍ଟାଣ୍ଟ ଟପିକ୍, କାହିଁକି ନା ଆପଣ ନିଜକୁ ସେତିକି ଏଜୁକେଟ୍ ଯଦି ନ କରିଥିବେ ଆପଣ ଆଖିଟାକୁ ନେଗ୍ଲେକ୍ଟ କରିଦେବେ। ତ ସେଥିପାଇଁ ଆମର ଫ୍ରିକ୍ୱେଣ୍ଟଲି ଆମେ ଆଖି ଟେଷ୍ଟ କରିବା ଏବଂ ଆମର ଯାହା ବି ଅଛି ଯେଉଁ ପ୍ରୋଟୋକଲ୍ ତାକୁ ଫଲୋ କରିବା। ଏଇଟା ଦେଖିପାରିବେ ଯେ ଏଠି ଫଟୋ କୋଆଗୁଲେସନ୍ ମଧ୍ୟ ଟ୍ରିଟମେଣ୍ଟ ଅଛି ଯେଉଁଥିରେ ଆପଣଙ୍କର ରିକଭରି ହେଇପାରିବ।
ଲେଜର ଫଟୋ କୋଆଗୁଲେସନ୍ ଏ ଟ୍ରିଟମେଣ୍ଟଟା ହେଉଛି ସବୁ ହସ୍ପିଟାଲରେ ପ୍ରାୟ ହେଉଛି। ଆମର ଏଠି ମଧ୍ୟ କଟକ ବା ଭୁବନେଶ୍ୱର ଯେଉଁ ଆଇ ହସ୍ପିଟାଲ ଗୁଡ଼ାକ ଅଛି ସେମାନେ ମଧ୍ୟ ଏଇ ଫଟୋ କୋଆଗୁଲେସନ୍ ଟ୍ରିଟମେଣ୍ଟ କରୁଛନ୍ତି, ଯେଉଁଥିରେ ପ୍ରିଭେନ୍ସନ୍ ହୋଇପାରିବ। ଏବଂ ଭସ୍କୁଲାର ଏଣ୍ଡୋଥେଲିଆଲ ଗ୍ରୋଥ ଫ୍ୟାକ୍ଟର ଏଇଟା ଗୋଟେ ଇଞ୍ଜେକ୍ସନଟା। এই ଇଞ୍ଜେକ୍ସନଟା ମଧ୍ୟ ଟିକେ ଏକ୍ସପେନ୍ସିଭ୍, ବଟ୍ ଏଇଟା କାମ ଦେଉଛି ଏବଂ ଏଇଟା ଆପଣଙ୍କର ଯେଉଁ ଇନ୍ସୁରାନ୍ସରେ କଭର ଆସୁଛି ଇଭିନ୍ ବିଏସ୍କେଆଇରେ, ବିଏସ୍କେଆଇ ଯେଉଁ ଆମର ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାରେ ମଧ୍ୟ ଏଇ ଇଞ୍ଜେକ୍ସନଟା ଫ୍ରି ଅଫ୍ କଷ୍ଟରେ ମିଳୁଛି। ଆପଣଙ୍କର ଯେଉଁ ବଡ଼ ବଡ଼ ହସ୍ପିଟାଲ ସହିତ ଟାଇପ୍ ଯେଉଁଟା ଅଛି ସେଇଟା ଏଇଟା ଆପଣଙ୍କୁ ହସ୍ପିଟାଲରେ ମିଳିଯିବ ଏବଂ ନେଲେ ସେଇଟା ରିକଭର ହେଇଯିବାର ଚାନ୍ସ ଅଛି। ତ ସେଥିପାଇଁ ସ୍କ୍ରିନିଂ ପ୍ରୋଟୋକଲ୍ ସ୍କ୍ରିନିଂ ଆମେ ବର୍ଷେ ଏଠି ଲେଖାଯାଇଛି, ବଟ୍ ଅପଡେଟେଡ୍ ହେଉଛି। ଆମେ ଯଦି ଆମର ମେଡ଼ିସିନ ନେଉଛୁ ତାହେଲେ 6 ମାସରେ ଥରେ, ଏବଂ ଯଦି ଇନ୍ସୁଲିନ୍ ନେଉଛୁ ମାସରେ ଥରେ। ସୋ ଦିସ୍ ଇଜ୍ ଦ ଆକ୍ଚୁଆଲ୍ ଗାଇଡ଼ଲାଇନ୍, ମୋଡ଼ିଫାଇଡ୍ ଗାଇଡ଼ଲାଇନ୍। ଏବଂ ଅପଥଲମୋଲୋଜିଷ୍ଟକୁ ଆମେ ଦେଖେଇବା, କିଛି ପ୍ରୋବ୍ଲେମ୍ ହେଲେ ଆମେ ଡାଇବେଟିସ୍ ଡାକ୍ତରଙ୍କୁ ଦେଖେଇବା ଏବଂ ଡାଇବେଟିସ୍ ଡାକ୍ତର ଆମର ଅପଥଲମୋଲୋଜିଷ୍ଟକୁ ରେଫର୍ କରିବେ। ସୋ ଆପଣଙ୍କର ଯେତେବେଳେ ଏଇ ଯେଉଁ ଭିଟ୍ରେସ୍ ହେମାରେଜ୍ ହେଇଯିବ, ଅର୍ଥାତ୍ ଆଖି ଭିତରେ ପାଣି ଗୁଡ଼ା ଯେତେବେଳେ ଜମା ହେଇଯାଇଯିବ, ସେଠି ଏଇଭଳିଆ ବ୍ଲାକ୍ ସ୍ପଟ୍ ଦେଖାଯିବ। ବ୍ଲାକ୍ ସ୍ପଟ୍ ଦେଖାଉଛି ମାନେ ଅଲରେଡ଼ି ଇଟ୍ ଇଜ୍ ଡ୍ୟାମେଜ୍ଡ, ହେଲା କି? ତ ସେଥିପାଇଁ ଇମିଡ଼ିଏଟ୍ ଆମେ ଆଖିକୁ ଡାକ୍ତରଙ୍କୁ ଦେଖେଇବା। ସୋ ଦିଜ୍ ଆର୍ ଦ ପିକ୍ଚର୍ସ। ବର୍ତ୍ତମାନ ଆମେ ଯିବା ଯେ ପ୍ରିଭେନ୍ସନ୍ ଆମେ କେମିତି କରିବା, ହାଉ ୱିଲ୍ ପ୍ରିଭେଣ୍ଟ, ହାଉ ୱିଲ୍ ପ୍ରିଭେଣ୍ଟ। ସୋ ଦିଜ୍ ଆର୍ ଦ ପିକ୍ଚର ଯେଉଁଟା ଆପଣଙ୍କର ଦେଖାଯିବ, ଆପଣଙ୍କର ଯେଉଁ ଫଟୋ ଉଠା ହେବ ଯେତେବେଳେ ଅପଥାଲମୋସ୍କୋପ୍ରେ ଏଇସବୁ ଫଟୋ ଆସିବ, ଯେଉଁଟାକି ଆପଣ ଦେଖିଲେ ମଧ୍ୟ ନିଜେ ଜାଣିଦେବେ ଯେ କେତେ ଆମର ଇଏ ଅଛି। ସୋ ଆର୍ଲି ଆମେ ଡାଇଗ୍ନୋସିସ୍ କରିବା, ଆର୍ଲି ଡିଟେକ୍ସନ୍ ଆମ ପାଇଁ ବହୁତ ଜରୁରୀ ଏବଂ ରୁଟିନ୍ ଫଣ୍ଡସ୍ ଏକ୍ଜାମିନେସନ୍ ଏବଂ ଠିକ୍ ଟାଇମ୍ରେ ଆମେ ଆଖି ଡାକ୍ତରଙ୍କୁ ଯାଇକି ଦେଖେଇବା। ତେଣୁ ଏବଂ ସୁଗର କଣ୍ଟ୍ରୋଲ ବିଶେଷ ଇମ୍ପୋର୍ଟାଣ୍ଟ ହେଉଛି। ଯଦି ସୁଗର ଆମେ କଣ୍ଟ୍ରୋଲ କରୁଛୁ ଦେର୍ ଇଜ୍ ନୋ ରିସ୍କ। ଯଦି ସୁଗର କଣ୍ଟ୍ରୋଲ ହେଉନାହିଁ ଦେନ୍ ରିସ୍କ ଅଛି। ଏବଂ ତାପରେ ଡାଏଟ୍ ଆଉ ନ୍ୟୁଟ୍ରିସନାଲ ଥେରାପି କ'ଣ ରହିଲା ନା, ଆମକୁ ଭିଟାମିନ୍ ଏ, ଭିଟାମିନ୍ ସି, ଭିଟାମିନ୍ ଇ ୟାକୁ ସଫିସିଏଣ୍ଟ ଆମାଉଣ୍ଟର ଖାଇବାର ଅଛି। ଭିଟାମିନ୍ ଏ ର ସୋର୍ସ ହେଉଛି ଆପଣଙ୍କର କ୍ୟାରଟ, ଭିଟାମିନ୍ ସି ଆପଣ ସମସ୍ତେ ଜାଣିଛନ୍ତି ଲେମନ୍, ଲେମ୍ବୁ, କମଳା ଏସବୁ ହେଉଛି ଭିଟାମିନ୍ ସି। ଆଉ ଭିଟାମିନ୍ ଇ ଯେଉଁଟା ଆଣ୍ଟି ଅକ୍ସିଡେଣ୍ଟସ୍ ନର୍ମାଲ ଫ୍ରୁଟ୍ସ ମାନଙ୍କରେ ରହେ, ଏବଂ ନର୍ମାଲ ଭିଟାମିନ୍ ଇ ଟ୍ୟାବଲେଟ୍ ମଧ୍ୟ ଆପଣ ଡାଇରେକ୍ଟ ନେଇପାରିବେ। ତ ଭିଟାମିନ୍ ଆପଣଙ୍କୁ ଖାଇବାର ଅଛି, ସୁଗର ଏବଂ ଫ୍ୟାଟ୍ ତାକୁ କମେଇବାର ଅଛି, ଏବଂ ଆଣ୍ଟି ଇନଫ୍ଲାମେଟରୀ ଫୁଡ୍ ଲାଇକ୍ ଟର୍ମେରିକ୍, ଜିଞ୍ଜର, ବିଟର ଗାଉଡ୍ ଏଗୁଡ଼ାକୁ ଆପଣ ଅଧିକ ଖାଇଲେ ଆଖିର ଯେଉଁ ଏନର୍ଜି ବଢ଼ିବ, ଆଖିର ପାୱାର ବଢ଼ିବ। ଏବଂ ଏଗୁଡ଼ିକ ହେଉଛି ହର୍ବାଲରେ ଆସିବ ନ୍ୟୁଟ୍ରିସନାଲ ଥେରାପିରେ, ଏଟାକୁ ଆପଣଙ୍କୁ ଫଲୋ କରିବା ପାଇଁ ପଡ଼ିବ ଏବଂ ସୁଗରକୁ କଣ୍ଟ୍ରୋଲ ରଖିବା ପାଇଁ ପଡ଼ିବ। ସୁଗର କଣ୍ଟ୍ରୋଲ କରିବା ପାଇଁ ହେଲେ ଯେମିତି ଲୋ କାର୍ବ ଡାଏଟ୍ ଆଉ ହାଇ ପ୍ରୋଟିନ୍ ଡାଏଟ୍ ବା ହାଇ ଫ୍ୟାଟ୍ ଡାଏଟ୍ ଆପଣଙ୍କୁ ଫଲୋ କରିବା ପାଇଁ ପଡ଼ିବ। ମେଡ଼ିକାଲ ମ୍ୟାନେଜମେଣ୍ଟରେ ଆସିଲା ଷ୍ଟ୍ରିକ୍ଟ କଣ୍ଟ୍ରୋଲ ଅଫ୍ ବ୍ଲଡ଼ ସୁଗର, ବ୍ଲଡ଼ ପ୍ରେସର ଦୁଇଟା ଯାକକୁ ଆମକୁ କଣ୍ଟ୍ରୋଲ କରିବାର ଅଛି। ଏବଂ କୋଲେଷ୍ଟ୍ରଲ୍ ଯେଉଁଟା ଟ୍ରାଇଗ୍ଲିସେରାଇଡ୍ ଆଉ ଏଚ୍-ଡି-ଏଲ୍ ରେସିଓ ସେଟା ଆମର କମ୍ ହେବାର ଅଛି। ଟ୍ରାଇଗ୍ଲିସେରାଇଡ୍ ଆଉ ଏଚ୍-ଡି-ଏଲ୍ ରେସିଓ ସେଟା ଆମର କମ୍ ହେବାର ଅଛି। ଏବଂ ଯଦି ଆଡ଼ଭାନ୍ସ ଆମକୁ ହେଇଯାଇଛି ତାହେଲେ ଆମକୁ ଲେଜର ଫଟୋ କୋଆଗୁଲେସନ୍ ଟ୍ରିଟମେଣ୍ଟ କରିବା ବା ଆମକୁ ଇଞ୍ଜେକ୍ସନ୍ ଯେଉଁଟା ଆଣ୍ଟି VEGF ଇଞ୍ଜେକ୍ସନ୍ ନେବା ପାଇଁ ପଡ଼ିବ। ତ ସେଟାକୁ ଆମେ ମେଣ୍ଟାଲି ପ୍ରିପେୟାର ହେବା, ଯେମିତି ଯଦି ଆଡ଼ଭାନ୍ସ ହେଉଛି ୱିଲ୍ ଟେକ୍ ମେଡ଼ିକାଲ ମ୍ୟାନେଜମେଣ୍ଟ। ମେଡ଼ିକାଲ ମ୍ୟାନେଜମେଣ୍ଟକୁ ଆମେ ନେଗ୍ଲେକ୍ଟ କରିବା ନାହିଁ। ବହୁତ ସମୟରେ ଲୋକ ଭାବନ୍ତି ଯେ କେମିତି ଆମେ ଅଲଗା କ'ଣ ବାଟରେ ପଳେଇଯିବୁ, ଆରେ କିଛି ସେମିତି ନାହିଁ। ଦିସ୍ ଇଜ୍ ଦ ପ୍ରିଲିମିନାରୀ ଟ୍ରିଟମେଣ୍ଟ ପ୍ରିଭେନ୍ସନ୍ ପାର୍ଟ। ଆଜ ଯଦି ପ୍ରିଭେନ୍ସନ୍ ହେଉନାହିଁ ୟୁ ହ୍ୟାଭ୍ ଟୁ ଗୋ ଫର୍ ଦ ଆକ୍ଚୁଆଲ୍ ମେଡ଼ିକାଲ ଟ୍ରିଟମେଣ୍ଟ। ହର୍ବାଲ ଏବଂ ଟ୍ରେଡିସନାଲ ଚାଇନିଜ ମେଡ଼ିସିନ ବା ଆୟୁର୍ବେଦରେ ଅଛି ଗିଙ୍କୋ ବାଇଲୋବା ଗୋଟେ ଅଛି ମେଡ଼ିସିନ, ଏବଂ ଏଇଟା ଆପଣଙ୍କର ଦୋକାନରେ ମଧ୍ୟ ମିଳୁଛି। ଏଇଟାକୁ ଆପଣ ଆଖି ପାୱାର ବଢ଼ାଇବା ପାଇଁ ବା ଆଖିକୁ ଷ୍ଟ୍ରଙ୍ଗ କରିବା ପାଇଁ ଖାଇପାରିବେ। ଏଇଟା ଭିଟାମିନ୍ ଗିଙ୍କୋ ବାଇଲୋବା ନାଁରେ ହିଁ ଆସୁଛି, ଗିଙ୍କୋ ନାଁରେ ଆସୁଛି, ଆମାଜନରେ ମଧ୍ୟ ମିଳୁଛି ଗିଙ୍କୋ ବାଇଲୋବା। ଏବଂ ଏଇଟା ଆପଣଙ୍କର ଆଖିରେ ସର୍କୁଲେସନ୍ ବଢ଼ାଇବ, ରେଟିନାଲ ଡ୍ୟାମେଜଟାକୁ ପ୍ରିଭେନ୍ସନ୍ କରିବ, ହେଲା କି? ବଟ୍ ଏଇଟା ଆପଣ ପ୍ରପର କନସଲଟେସନ୍ କରିକି କରିବେ। ଏମିତି ରାଣ୍ଡମଲି ମାନେ ଶୁଣି ଦେଇକି ସାଙ୍ଗେ ସାଙ୍ଗେ କିଣିଦେବେ ସେମିତି ନୁହଁ। ଆପଣଙ୍କ ରିକ୍ୱାରମେଣ୍ଟ ଯଦି ଅଛି ୟୁ ଡୁ କନସଲ୍ଟ ୱିଥ୍ ମି ଅର୍ ଏନି ଅଦର ଡକ୍ଟର୍ସ, ଏବଂ ତାପରେ ୟୁ ଗୋ ଫର୍ ଦ୍ୟାଟ୍। ଲାଇଫଷ୍ଟାଇଲ ମଡିଫିକେସନ୍ ଇଟ୍ ଇଜ୍ ଅଲୱେଜ୍ ଦ ଫାର୍ଷ୍ଟ ଲାଇନ୍ ଅଫ୍ ଟ୍ରିଟମେଣ୍ଟ। ରେଗୁଲାର ଏକ୍ସରସାଇଜ, ଯୋଗ, ମାଇଣ୍ଡ କାମନେସ୍ ଏବଂ ମ୍ୟାନେଜିଂ ଷ୍ଟ୍ରେସ୍ ଏବଂ ରେଗୁଲାର ଆଇ ଏକ୍ଜାମିନେସନ୍, ଏସବୁ ଜିନିଷ ଆପଣଙ୍କୁ ପ୍ରିଭେନ୍ସନ୍ କରିବ ଡାଇବେଟିକ୍ ରେଟିନୋପାଥିକୁ। ଏବଂ
ଏବଂ ସବୁଠୁ ବଡ଼ ଜିନିଷ ହେଉଛି ସ୍ମୋକିଂ ଆଉ ଆଲକୋହଲ, ଏ ଜିନିଷ ଗୁଡ଼ାକୁ ଆପଣଙ୍କୁ କମ୍ପ୍ଲିଟଲି ବନ୍ଦ କରିବା ପାଇଁ ପଡ଼ିବ। ସୋ ଦିସ୍ ଇଜ୍ ଅଲ୍ ଆବାଉଟ୍ ଲିଟଲ୍ ବିଟ୍ ଡାଇବେଟିକ୍ ରେଟିନୋପାଥି। ଗୋଟେ ଆପଣଙ୍କର ଆଇଡ଼ିଆ ହେବ, ଆସିଯାଇଥିବ। ମୁଁ ଆଉ ଥରେ ତାକୁ ସମାରାଇଜ୍ କରିଦେଉଛି ଯେ ଆମର ଡାଇବେଟିସ୍ଟା ଯଦି କଣ୍ଟ୍ରୋଲ ନ ହେଉଛି ଆମର ଗୁଡ଼ାଏ କମ୍ପ୍ଲିକେସନ୍ ହୁଏ, ଏବଂ ସେ କମ୍ପ୍ଲିକେସନ୍ ଭିତରୁ ଗୋଟାଏ ମେଜର କମ୍ପ୍ଲିକେସନ୍ ହେଉଛି ଡାଇବେଟିକ୍ ରେଟିନୋପାଥି। ଏବଂ ଡାଇବେଟିକ୍ ରେଟିନୋପାଥିଟା କ'ଣ ପାଇଁ ଇମ୍ପୋର୍ଟାଣ୍ଟ ନା ଆଖି, ଇଟ୍ ଇଜ୍ ଏଫେକ୍ଟିଂ ଆଖି। ଆଖିଟା ଗୋଟେ ମେଜର ଅର୍ଗାନ୍, ଏବଂ ସେଥିପାଇଁ ଆମ ପ୍ରଥମ ଜିନିଷ ରହିଲା ଯେ ଆମେ ରେଗୁଲାର ଯୋଗ ଏକ୍ସରସାଇଜ କରିବା, ଷ୍ଟ୍ରେସ୍ କମେଇବା, ଡାଇବେଟିସ୍ ଏବଂ ବ୍ଲଡ଼ ପ୍ରେସର ଆକୁ ଆମେ କଣ୍ଟ୍ରୋଲରେ ରଖିବା। ଏବଂ ତାପରେ ରହିଲା ଭିଟାମିନ୍ ଆମେ ସଫିସିଏଣ୍ଟ ଖାଇବା। ଭିଟାମିନ୍ ଏ, ଭିଟାମିନ୍ ସି, ଭିଟାମିନ୍ ଇ ଏବଂ ଗିଙ୍କୋ ବାଇଲବା, ଯେଉଁଟା ଆମର ଆୟୁର୍ବେଦିକ ଚାଇନିଜ ଇଏରେ ଅଛି, ମଧ୍ୟ ପ୍ରେସକ୍ରିପସନରେ ଅଛି, ତାକୁ ଆମେ ମଧ୍ୟ ସଫିସିଏଣ୍ଟ ଆମାଉଣ୍ଟରେ ତାର ଯେ ଭିଟାମିନ୍ ମଧ୍ୟ ତାକୁ ନେଇପାରିବା। ଏବଂ ଆମେ ରେଗୁଲାର ଆମେ ଚେକଅପ୍ କରିବା। ଯଦି କୌଣସି କାରଣରୁ ଆମ ଆଖିର ପାୱାର କମୁଛି, ତାହେଲେ ୱିଲ୍ ଗୋ ଫର୍ ଦ ଡକ୍ଟର ଅପଥଲମୋଲୋଜିଷ୍ଟକୁ ଦେଖେଇବୁ। ଏବଂ ଆପଣ ଚିହ୍ନା ପରିଚିତ ଭିତରେ ମଧ୍ୟ ଯେଉଁମାନେ ଏମିତି ଡାଇବେଟିସ୍ ସହିତ ଆଖି ପ୍ରୋବ୍ଲେମ୍ ଅଛନ୍ତି, ବର୍ତ୍ତମାନ ଯେଉଁ ଇଞ୍ଜେକ୍ସନ୍ ମୁଁ କହିଲି, ସେ ଇଞ୍ଜେକ୍ସନରେ ମଧ୍ୟ ଇମ୍ପ୍ରୁଭମେଣ୍ଟ ହେଉଛି। ମୋ ଦେଖିବା ଭିତରେ ପ୍ରାୟ ଇମ୍ପ୍ରୁଭମେଣ୍ଟ ହେଉଛି। ଯଦି ଭିଜନ୍ 50% ଡ୍ୟାମେଜ୍ ହେଇଛି ଆଉ 50% ଅଛି, ସେ 50% ରେଷ୍ଟୋର ହେଉଛି ଥ୍ରୋ ଇଞ୍ଜେକ୍ସନ୍। ଏବଂ ଦିସ୍ ଇଞ୍ଜେକ୍ସନ୍ ଦୋ କଷ୍ଟଲି, ଏଇଟା ଆପଣଙ୍କର BSKI ବା ଇନ୍ସୁରାନ୍ସରେ ଫ୍ରି ଅଫ୍ କଷ୍ଟରେ ହେଇପାରିବ। ତ ସେଥିପାଇଁ ଯଦି ଆପଣ ଆଫୋର୍ଡ ବି କରିପାରିବେ, ଇଟ୍ ଇଜ୍ ଓକେ, ବଟ୍ ମିଳିପାରିବ। ତ ସେଥିପାଇଁ ବହୁତ ଜରୁରୀ ଯେ ଆପଣମାନେ ଏଟାକୁ ଲାଇଟଲି ନେବେନି। ଡାଇବେଟିକ୍ ରେଟିନୋପାଥିକୁ ପୁରା ଷ୍ଟ୍ରିକ୍ଟଲି ନିଜ ଆଖି ପ୍ରତି ଯତ୍ନ ନେବେ। ଏବଂ ଲାଷ୍ଟଲି କହିବି ଯେ ଆଖିକୁ ଷ୍ଟ୍ରଙ୍ଗ କରିବା ପାଇଁ ଆହୁରି ଦୁଇଟି ଜିନିଷ ଭେରି ଭେରି ଇମ୍ପୋର୍ଟାଣ୍ଟ ଜିନିଷ ଅଛି। ଗୋଟେ ହେଉଛି ତ୍ରିଫଳା ପାଣିରେ ଆଖିକୁ ଧୋଇବା। ସକାଳୁ ସକାଳୁ ତ୍ରିଫଳା ପାଣିରେ ଆମର ଚକ୍ଷୁ ଧୁତି ଯେଉଁଟା ଆମେ କରୁ, ଚକ୍ଷୁ ଧୁତି କଲେ ଆଖିର ପାୱାର ବଢ଼ିବ। ଏବଂ ଆଉ ଗୋଟେ ଇମ୍ପୋର୍ଟାଣ୍ଟ ପଏଣ୍ଟ ହେଉଛି ତ୍ରାଟକ କରିବା। ତ୍ରାଟକ ଅର୍ଥାତ୍ ଗୋଟେ ଦୀପ ବା ଦୀପର ଶିଖାକୁ ଗୋଟେ ଅନ୍ଧାର ଘର ଭିତରେ ଆମେ କଣ୍ଟିନ୍ୟୁଅସଲି ଆମ ଫେସ୍ ଲେବୁଲରେ ରଖିବା। ମନେ କରନ୍ତୁ ମୁଁ ଏଇଠି ବସିଛି, ତ ମୋ ଦୀପଟା ଏଇ ଲେବୁଲରେ ରହିବା ଦରକାର, ଏଇ ଲେବୁଲରେ ମୋ ନାକର ସିଧାରେ ରହିବା ଦରକାର, ସୋ ଦ୍ୟାଟ୍ ତାର ଶିଖାଟାକୁ ମୁଁ ସିମ୍ପଲ ଚାହିଁପାରିବି, ପୁରା ହରାଇଜଣ୍ଟାଲି ଚାହିଁବି ୱିଦାଉଟ୍ ବେଣ୍ଡିଂ ମାଇ ଆଇ। ମୋ ଆଖି ହରାଇଜଣ୍ଟାଲି ରହିଲେ ମୁଁ ହରାଇଜଣ୍ଟାଲି ମୋ ଶିଖାଟାକୁ ଦେଖିବି। ସୋ ଦ୍ୟାଟ୍ ଇଜ୍ କଲ୍ଡ ତ୍ରାଟକ। ଏବଂ ତ୍ରାଟକ ଉପରେ ଆପଣ ମଧ୍ୟ ୟୁଟ୍ୟୁବରେ ମାରିଲେ ଗୁଡ଼ାଏ ଭିଡ଼ିଓ ଦେଖିପାରିବେ। ଏବଂ ତ୍ରାଟକ ମଧ୍ୟ ଯଦି ଆପଣ 15 ମିନିଟ୍ ବି କରୁଛନ୍ତି, ୟର୍ ଆଇ ପାୱାର ୱିଲ୍ ବି ଇନକ୍ରିଜେସ୍ ମେଜିକାଲି। ଆପଣ ଆଖିର ପାୱାର, ଯେଉଁ ଚଷମା ବି ଲଗାଉଛନ୍ତି, ଇଏ ଚଷମା ମୋତେ ତ ଟିକେ ସମୟର ଅଭାବ ରହୁଛି, ନହେଲେ ମଝିରେ ମଝିରେ ମୁଁ ବି ପ୍ରାକ୍ଟିସ୍ କରେ। ତ ମୋର ପୁରା ବିଜି ସେଡ୍ୟୁଲରେ ମୁଁ ତ୍ରାଟକ ଏତେ ପ୍ରାକ୍ଟିସ୍ କରିପାରୁନି, କିନ୍ତୁ ଆପଣ ପ୍ରାକ୍ଟିସ୍ କରନ୍ତୁ। ମାନେ ଏତେ ଆପଣଙ୍କୁ କୁଲ୍, କାମ୍ ଆଣ୍ଡ ଆଇର ପାୱାର ବଢ଼ିଯିବ, ଆଖିର ପାୱାର ବଢ଼ିଯିବ, ଆଇର କନସେନ୍ଟ୍ରେସନ୍ ବଢ଼ିଯିବ, ମାଇଣ୍ଡ କନସେନ୍ଟ୍ରେସନ୍ ବଢ଼ିଯିବ, ମାଇଣ୍ଡର କାମନେସ୍ ବଢ଼ିଯିବ। ତ ତ୍ରାଟକ ବହୁତ ସିମ୍ପଲ, ବହୁତ ଇଫେକ୍ଟିଭ। ଏବଂ ଆମର ଯେଉଁ ସର୍ଟ କର୍ମ ଅଛି ଯୋଗରେ, ଏବଂ ସେ ତାର ଗୋଟେ ଇମ୍ପୋର୍ଟାଣ୍ଟ ପାର୍ଟ। ତ ସେଥିପାଇଁ ମୋଟାମୋଟି ଖାଦ୍ୟ ଆମର ରହିବ ଯେଉଁଟା ଫ୍ରେଶ୍ ସାଲାଡ଼ ମୁଁ ଯେଉଁ କହୁଥିଲି, ସେଥିରେ କ୍ୟାରେଟ୍ ଅଧିକା ରହିବ, ଗାଜର ଅଧିକା ଯେତେ ରହିବ, ଆପଣ ସେତେ ଆପଣଙ୍କର ଆଖିର ପାୱାର ବଢ଼ିବ। ସୋ ଡାଏଟକୁ ଗୁରୁତ୍ୱ ଦେବା, ଲାଇଫଷ୍ଟାଇଲକୁ ଗୁରୁତ୍ୱ ଦେବା, ଯୋଗ ମେଡ଼ିଟେସନକୁ ଗୁରୁତ୍ୱ ଦେବା, ଏବଂ ଆଖିର ଯେଉଁ ପ୍ରୋସିଡିଓର ଗୁଡ଼ା ମୁଁ କହିଲି, ଯେମିତି ଚକ୍ଷୁ ଧୋତି କରିବା, ତ୍ରାଟକ କରିବା, ସେଗୁଡ଼ିକ କରିବା। ସୋ ଡେଫିନେଟଲି ଆମେ ଡାଇବେଟିକ୍ ରେଟିନୋପାଥିକୁ ପ୍ରିଭେଣ୍ଟ କରିପାରିବା। ତ ବହୁତ ବହୁତ ଧନ୍ୟବାଦ। ମୋଟାମୋଟି ଏତିକି ହିଁ ଥିଲା ଆମର ଡାଇବେଟିକ୍ ରେଟିନୋପାଥି ଉପରେ। ଯଦି ଆପଣମାନଙ୍କର କିଛି ପ୍ରଶ୍ନ ଅଛି ଡାଇବେଟିକ୍ ରେଟିନୋପାଥି ଉପରେ, ୟୁ କ୍ୟାନ୍ ଆସ୍କ ମି, ଆପଣ ମୋତେ ପଚାରି ପାରିବେ, ଆଇ କ୍ୟାନ୍ କ୍ଲିୟର। ଥ୍ୟାଙ୍କ ୟୁ।